ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ଶୁଣ ସନ୍ତାନ, ତୁ ତ ନିଜକୁ ସବୁବେଳେ ଷ୍ଟ୍ରଙ୍ଗ ରଖ। ମୁଁ ସବୁବେଳେ କହୁଛି ତୁ ମୋର ସାଇ ସଚରିତ ପାଠ କର, ଗାୟତ୍ରୀ ମନ୍ତ୍ର ମୋର ଜପ କର। ଦେଖିବୁ ତୋ ଜୀବନରେ ଯାହା ବି ଦୁଃଖ ଆସିବ ସବୁ ଦୂର ହୋଇଯିବ। ଯେତେ ବି ଦୁଃଖ ତୋର ଥିବ, ପୂର୍ବଜନ୍ମର କର୍ମଫଳ ତୋର ଧୀରେ ଧୀରେ କଟି କଟି ଯିବ। ସୁଖ ତ ନିକଟତର ହୋଇଯିବ ସନ୍ତାନ। ସବୁବେଳେ ମୋର ନାମ ହୃଦୟରେ ସ୍ମରଣ କର, ସାଇ ମନ୍ତ୍ରକୁ ଜପ କର, ଗାୟତ୍ରୀ ମନ୍ତ୍ର ମୋର ଜପ କର। ଦେଖିବୁ ତୋ ଜୀବନ ସାର୍ଥକ ହୋଇଯିବ, ତୋ ଶରୀର ପବିତ୍ର ହୋଇଯିବ, ତୋ ମନ ଶୁଦ୍ଧ ହୋଇଯିବ। ତୋ ମନରେ ଲୋଭ, କ୍ରୋଧ, ଈର୍ଷା କିଛି ବି ତୋତେ ସ୍ପର୍ଶ କରିପାରିବ ନାହିଁ, କାରଣ ତୋ ମନରେ ସବୁବେଳେ ମୋର ନାମ ସ୍ମରଣ ଥିବ। ତୋତେ ସବୁବେଳେ ମୁଁ ସାହା ହେବି। ଯିଏ ଭଗବାନଙ୍କ ଶରଣାଗତ ହୁଏ ସିଏ ସବୁବେଳେ ଭଗବାନଙ୍କର ଅତି ପ୍ରିୟ ହୋଇଥାଏ। ତୋ ଶରୀର ମୋର ଦାନ, ତୁ ସବୁବେଳେ ମୋଠି ଲୀନ ହୋଇ ରହିବୁ ସନ୍ତାନ। ତୁ ନିଜକୁ ପବିତ୍ର କର, ତୁ ମୋ ହୃଦୟରେ ରହିବୁ, ତୁ ମୋ ପାଖରେ ପହଞ୍ଚିଯିବୁ ସନ୍ତାନ। କାରଣ ତୁ ଶରୀର ତୋର ପବିତ୍ର, ତୁ କାହାର ବି କ୍ଷତି କରିପାରିବୁ ନାହିଁ। କାରଣ ଯିଏ ଭଗବାନଙ୍କର ଶରଣାଗତ ହୁଏ ତାହାର କେବେ କିଛି କ୍ଷତି ହୁଏ ନାହିଁ। ତୋର ସବୁବେଳେ ଉନ୍ନତି ହେବ, ତୋତେ କେହି ବି ହରାଇ ପାରିବେନି। ଯିଏ ଯେତେ ଚେଷ୍ଟା କଲେ ମଧ୍ୟ ତୁ ତୋର ଉନ୍ନତି ପଥରେ ଆଗେଇ ଯିବୁ। କାରଣ ସବୁବେଳେ ଭଗବାନଙ୍କ ନାମ ନେଲେ ସମସ୍ତେ ଦୁନିଆରୁ ତରିଯିବେ। ଯେତେ ବି ପାପ ତୋର ପୂର୍ବଜନ୍ମର ଥିବ ସବୁ କ୍ଷୟ ହୋଇଯିବ। ତୁ ସଂସାରରେ ଏକ ଉନ୍ନତ ବ୍ୟକ୍ତି ହୋଇକି ବାହାରିବୁ। ତୁ ସେଥିପାଇଁ ସବୁବେଳେ ମୋର ସାଇ ନାମ ଜପ କର, ମୋ ଗାୟତ୍ରୀ ମନ୍ତ୍ର ପଠନ କର। ତୁ ସବୁବେଳେ କହୁଛୁ କି ସମସ୍ତଙ୍କ ପାଖକୁ ବାବା, ସମସ୍ତଙ୍କୁ ଆପଣ ଦେଖା ଦେଉଛ, କିନ୍ତୁ ମୋତେ ତ କାହିଁ ଦେଖା ଦେଉନାହାନ୍ତି। କିନ୍ତୁ ଶୁଣ ସନ୍ତାନ, ତୁ ଯଦି ମନରେ ମୋ ନାମ ସବୁବେଳେ ସ୍ମରଣ କରିବୁ, ମୋର ଗାୟତ୍ରୀ ମନ୍ତ୍ର ଜପ କରିବୁ, ମୁଁ ତ ମନ ଭିତରେ ସବୁବେଳେ ରହିବି। ତୋ ପାଖେ ପଇସା ନଥିଲେ କ'ଣ ହେଲା, ଲୋକଙ୍କ ପାଖେ ପଇସା ଅଛି, ସେ ଆସୁଛନ୍ତି ଶିରିଡ଼ି ବୁଲିବା ପାଇଁ, କିନ୍ତୁ ମୁଁ ତୋ ଦେହରେ, ତୋ ହୃଦୟରେ ରହିବି, ତୋ ଶରୀରରେ ରହିବି। ତୁ ଯଦି ମୋତେ ସବୁବେଳେ ସ୍ମରଣ କରିବୁ, ସବୁବେଳେ ତୋ ପରିବାର ସୁଖରେ ରହିବ, ତୁ ସବୁବେଳେ ଶାନ୍ତିମୟ ଜୀବନଯାପନ କରିବୁ। ଖାଲି ପଇସା ହୋଇଗଲେ ଯେ ଜଣେ ଶାନ୍ତିମୟ ଜୀବନଯାପନ କରେ ତାହା କେବେ ବି ଠିକ୍ ନୁହଁ। ତୁ ସବୁବେଳେ ସତ୍ ମାର୍ଗରେ ଅଛୁ, ତୁ କିଛି ବି ଭୁଲ କରିନାହୁଁ, ତୁ କାହିଁକି ଡରିବୁ? ସବୁବେଳେ ମନରେ ସାଇ ବାବା, ସବୁବେଳେ ଭଗବାନଙ୍କର ନାମ ନେଉଛୁ, ତେଣୁକରି ତୁ କାହାକୁ ବି ଡରିବା ଦରକାର ନାହିଁ। ଯିଏ ତୋର ଯେତେ ଚେଷ୍ଟା କଲେ ବି ତୋର କିଛି ବି ଖରାପ କରିପାରିବ ନାହିଁ। ଯେତେବେଳେ ନିଜର କର୍ମଫଳ ଦୃଢ଼ ଥାଏ ନା, ତାକୁ ଯେତେ ଯିଏ ଯାହା ଦଣ୍ଡ ଦେଲେ ମଧ୍ୟ ତାକୁ କିଛି ବି କ୍ଷତି କରିପାରିବ ନାହିଁ। କାରଣ ସବୁବେଳେ ଭଗବାନ ତା ଉପରେ ସହାୟ ହୋଇ ରହିଥାନ୍ତି। ଯାହା ଉପରେ ଭଗବାନଙ୍କ ଆଶୀର୍ବାଦ ରହିଥାଏ ସିଏ କେବେ ବି ଦୁନିଆରେ ହାର ମାନେ ନାହିଁ। ସବୁ ଆସିବ ଦୁଃଖ, ସବୁ ଦୁଃଖ କଷ୍ଟ ଆସିବ, କାହା ଜୀବନରେ ଖାଲି ସୁଖ ଆସେ ନାହିଁ ସନ୍ତାନ, ଦୁଃଖ ବି ଆସିବ, କିନ୍ତୁ ସେ ଦୁଃଖ ଅଳ୍ପ ମାତ୍ରାରେ କଟିଯିବ, ଅଳ୍ପ ମାତ୍ରାରେ କଟିଯିବ। ତୋ ପିଲାମାନଙ୍କର ଉନ୍ନତି ହେବ। ତୁ ଯଦି ଭଲ କର୍ମ କରିବୁ ତୋ ପିଲାମାନଙ୍କୁ ସେଇଟା ପ୍ରାପ୍ତ ହେବ ସନ୍ତାନ। ଯଦି ତୁ ଖରାପ କର୍ମ କରିବୁ ତୋ ପିଲାମାନଙ୍କୁ ବି ସେଇଟା ଭୋଗ କରିବାକୁ ପଡ଼ିବ। ତେଣୁକରି ନିଜକୁ ଭଗବାନ ବିଚାର ବୁଦ୍ଧି ଶକ୍ତି ଦେଇଛନ୍ତି ଭାବିବା ପାଇଁ, ସଚେତନ କରିବା ପାଇଁ, କେଉଁଟା ଠିକ୍ କେଉଁଟା ଭୁଲ। ତେଣୁକରି ସବୁବେଳେ ଭଲ କର୍ମ କର, କିଛି ବି ଭୁଲ କର ନାହିଁ, ଯେଉଁଥିପାଇଁ ତୋତେ ହିଁ ଭୋଗିବାକୁ ପଡ଼ିବ, ତୋ ପିଲାମାନଙ୍କୁ ହିଁ ଭୋଗିବାକୁ ପଡ଼ିବ। ସବୁବେଳେ ସାଇ ସଚରିତ ପଠନ କର, ସବୁବେଳେ ମୋ ମନ୍ତ୍ର ଜପ କର। ଦୁନିଆରେ ତୁ ତରିଯିବୁ ସନ୍ତାନ। ଦୁନିଆରେ ଉଚ୍ଚ କୋଟିର ବ୍ୟକ୍ତି ହୋଇ ତୁ ଏ ସଂସାରରୁ ତରିଯିବୁ, ମୋ ପାଖେ ଲୀନ ହୋଇଯିବୁ ସନ୍ତାନ। ତୁ ଆଉ ଏ ଧରା ପୃଷ୍ଠକୁ ଫେରିବୁ ନାହିଁ ଆଉ ଥରେ କଷ୍ଟ ଯନ୍ତ୍ରଣା ଭୋଗିବା ପାଇଁ। ତୁ ସବୁବେଳେ ମୋର ସାଇ ସଚରିତ ପାଠ କର, ମୋର ଗାୟତ୍ରୀ ମନ୍ତ୍ର ଜପ କର। ମୋ ଗାୟତ୍ରୀ ମନ୍ତ୍ର ଜପ କଲେ ତୋ ମନ ପବିତ୍ର ହୋଇଯିବ, ତୋ ଶରୀର ହିଁ ପବିତ୍ର ହୋଇଯିବ। ତୁ କାହା ପ୍ରତି କିଛି ନିନ୍ଦା, କାହାର ଅନିଷ୍ଟ, କାହାର ଖରାପ କେବେ ବି ଭାବିବୁନି ସନ୍ତାନ। ତୋର ମନରେ କେବଳ ମୁଁ ହିଁ ଥିବି, ମୁଁ ସାଇ ହିଁ ତୋ ମନରେ ଥିବି। ତେଣୁକରି ତୁ ନିଜକୁ ଷ୍ଟ୍ରଙ୍ଗ କରି ସବୁବେଳେ ସାଇ ସଚରିତ ପଠନ କର। ଦୁଃଖ ତ ପାଖ ମାଡ଼ିବନି ସନ୍ତାନ। ସବୁବେଳେ ମୋରି ନାମ ହିଁ ଜପ କର। ଜୟ ସାଇ ରାମ।